ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର ଦର୍ଶକ ବନ୍ଧୁ ଚାଲନ୍ତୁ ଶୁଣିବା ରାଧା ଏବଂ କୃଷ୍ଣଙ୍କ ବିବାହ କାହିଁକି ହେଲା ନାହିଁ। ବିଶ୍ୱାସ କରାଯାଏ ଯେ ଯେତେବେଳେ ରାଧା କୃଷ୍ଣ ପିଲାଦିନେ ସାକ୍ଷାତ ହେଉଥିଲେ ସେତେବେଳେ ହିଁ ସେମାନେ ସେମାନଙ୍କର ପ୍ରେମକୁ ଅନୁଭବ କରିଥିଲେ। ରାଧା କୃଷ୍ଣଙ୍କ ଠାରୁ 11 ମାସ ବଡ଼ ଥିଲେ। ଶ୍ରୀକୃଷ୍ଣ ରାଧାକୁ ଭଲ ପାଇବା ଆରମ୍ଭ କଲେ। ଉଭୟ ମଧ୍ୟ ପରସ୍ପରକୁ ବିବାହ କରିବାକୁ ଚାହୁଁଥିଲେ। ଯେତେବେଳେ ରାଧାଙ୍କ ପରିବାର ସଦସ୍ୟ ଏହା ଜାଣିଲେ ସେମାନେ ରାଧାଙ୍କୁ ଘରେ ବନ୍ଦୀ କରି ରଖିଥିଲେ। ସେହି ଲୋକମାନେ ରାଧା ଏବଂ କୃଷ୍ଣଙ୍କ ବିବାହ ବିରୁଦ୍ଧରେ ମଧ୍ୟ ଥିଲେ କାରଣ ରାଧାଙ୍କର ନିର୍ବନ୍ଧ କରାଯାଇ ସାରିଥିଲା। କୁହାଯାଏ ଯେ ଶ୍ରୀକୃଷ୍ଣ ରାଧାଙ୍କୁ ବିବାହ କରିବାକୁ ଜିଦ୍ କରିଥିଲେ। ଏହା ପରେ ଯଶୋଦା ମାତା ଏବଂ ନନ୍ଦବାବା ତାଙ୍କୁ ଋଷି ଗର୍ଗଙ୍କ ପାଖକୁ ନେଇଗଲେ। ଋଷି ଗର୍ଗ ମଧ୍ୟ କୃଷ୍ଣଙ୍କୁ ବହୁତ ବୁଝାଇଥିଲେ। ଏହାପରେ କୃଷ୍ଣଙ୍କ ମଥୁରା ଯିବାର ସମୟ ଆସିଲା। ସେ ସଦାବେଳ ପାଇଁ ବୃନ୍ଦାବନ ଛାଡ଼ି ମଥୁରା ପଳାଇଥିଲେ। ସେ ରାଧାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ନିଶ୍ଚୟ ଫେରିବେ, କିନ୍ତୁ ସେ କେବେ ବି ଫେରିଲେନି। ତାପରେ ସେହି ସମୟରେ ରାଧାଙ୍କ ମଥୁରା କିମ୍ବା ଦ୍ୱାରିକା ଯିବାର କୌଣସି ଉଲ୍ଲେଖ ନାହିଁ, କିନ୍ତୁ ସେ ନିଜ ଶେଷ ସମୟରେ ଶ୍ରୀକୃଷ୍ଣଙ୍କୁ ଭେଟିବାକୁ ଗଲେ। ନାନା ଲୋକଙ୍କର ନାନା ମତ। କୁହାଯାଏ କି ରାଧା ହିଁ ଶ୍ରୀକୃଷ୍ଣଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ରାଧା ଯଶୋଦାଙ୍କ ପୁଅ କାହ୍ନାକୁ ପ୍ରେମ କରୁଥିଲେ, କିନ୍ତୁ ଯେତେବେଳେ ସେ ମଥୁରା ଯାଇଥିଲେ ରାଧାରାଣୀ ନିଜକୁ ରାଜପ୍ରସାଦ ଜୀବନ ଅନୁସାରେ ନିଜକୁ ଗଢ଼ିପାରିଲେ ନାହିଁ। ଅନ୍ୟ ସମସ୍ତେ ଚାହୁଁଥିଲେ ଯେ ଶ୍ରୀକୃଷ୍ଣ ଅନ୍ୟ କେହି ସୁନ୍ଦରୀ ରାଜକୁମାରୀଙ୍କୁ ବିବାହ କରନ୍ତୁ। ସେଥିପାଇଁ ରାଧା ଶ୍ରୀକୃଷ୍ଣଙ୍କୁ ବିବାହ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ମଧ୍ୟ କୁହାଯାଏ ଯେ ରାଧା ହୃଦୟରୁ ହିଁ ଜାଣିପାରିଥିଲେ କି ଶ୍ରୀକୃଷ୍ଣ ଭଗବାନଙ୍କ ଅବତାର। ସେ ନିଜକୁ ତାଙ୍କର ଜଣେ ଭକ୍ତ ବୋଲି ଭାବିବା ଆରମ୍ଭ କରିଦେଇଥିଲେ। ରାଧା ଶ୍ରୀକୃଷ୍ଣଙ୍କ ଭକ୍ତିରେ ମଗ୍ନ ହୋଇ ସାରିଥିଲେ। ସେ ଭଗବାନଙ୍କୁ କିପରି ବିବାହ କରିପାରିଥାନ୍ତେ। ଆହୁରି ଗୋଟିଏ ମତ ମଧ୍ୟ କୁହାଯାଏ ଯେ ରାଧା ବିବାହ ନ କରିବାର କାରଣ ହେଉଛି ମଣିଷକୁ ପ୍ରେମର ପ୍ରକୃତ ସଂଜ୍ଞା ସହିତ ପରିଚିତ କରାଇବା। କୁହାଯାଏ ଯେ ଥରେ ଦେବୀ ରାଧା କାହ୍ନାଙ୍କୁ ପଚାରିଲେ ସେ କାହିଁକି ତାଙ୍କୁ ବିବାହ କରିବାକୁ ଚାହୁଁନାହାନ୍ତି। ଏହା ଉପରେ ଶ୍ରୀକୃଷ୍ଣ କହିଥିଲେ ଯେ କେହି ନିଜ ଆତ୍ମାକୁ ବିବାହ କରନ୍ତି କି? କୃଷ୍ଣ ରାଧାକୁ ନିଜଠାରୁ ଅଲଗା ବୋଲି ଭାବିନଥିଲେ, ବରଂ ତାଙ୍କୁ ନିଜର ଅସ୍ତିତ୍ୱ ବୋଲି ମାନନ୍ତି। ସେ ମଣିଷମାନଙ୍କୁ ଶିକ୍ଷା ଦେବାକୁ ଚାହୁଁଥିଲେ ଯେ ପ୍ରେମ ଶାରୀରିକ ସମ୍ପର୍କ ନୁହେଁ, ବରଂ ଆଧ୍ୟାତ୍ମିକ ପ୍ରକୃତିରେ ଥାଏ। ପ୍ରେମ ଏବଂ ବିବାହ ପରସ୍ପରଠାରୁ ଅଲଗା ନୁହେଁ। ରାଧା ଶ୍ରୀକୃଷ୍ଣଙ୍କ ପରି ବିବାହ ନ କରି ମଧ୍ୟ ସେ ଜନ୍ମ ଜନ୍ମାନ୍ତର ପାଇଁ ଗୋଟିଏ ସାଥ ହୋଇ ରହିପାରିବେ। ଯେଉଁଠାରେ ଶ୍ରୀକୃଷ୍ଣ ନାମ ଉଲ୍ଲେଖ କରାଯାଇଛି ସେଠାରେ ରାଧାକୁ ନିଶ୍ଚିତ ଭାବରେ ସ୍ମରଣ କରାଯାଏ। ରାଧେ କୃଷ୍ଣ ରାଧେ ରାଧେ। ଏ ଥିଲା ଶ୍ରୀକୃଷ୍ଣଙ୍କ ବିବାହ କାହାଣୀ। ଦର୍ଶକ ବନ୍ଧୁ ଆପଣମାନଙ୍କୁ ଏହି ସୁନ୍ଦର କାହାଣୀଟି ଯଦି ଭଲ ଲାଗିଥାଏ ନିହାତି କମେଣ୍ଟ ବକ୍ସ ମାଧ୍ୟମରେ ଆପଣମାନଙ୍କର ମତାମତ ଜଣାଇବା ପାଇଁ ଜମାରୁ ବି ଭୁଲିବେନି। ଭିଡ଼ିଓଟି ମନକୁ ଛୁଇଁଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲଟିକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ରହୁଛି ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହେବ ଗୋଟେ ସୁନ୍ଦର ଭିଡ଼ିଓ ସହିତ ଆଗାମୀ ଦିନମାନଙ୍କରେ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ରାଧେ ରାଧେ।